ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପିତିରି ମୁଖ୍ୟ ରାସ୍ତାରେ ପିତିରି ଗ୍ରାମର ଯୁବଗୋଷ୍ଠୀଙ୍କ ତରଫରୁ ପାନୀୟ ଜଳ ପଣା ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରଭାବ ପାଇଁ ଉତ୍ତାପର ସହର ଅନୁଗୁଳ ତାଳଚେର ମାଇନିସ୍ ଜାଗା ହୋଇଥିବାରୁ ଏହାର ତାପମାତ୍ରା 46 ଡିଗ୍ରୀ ସେପଟେ, ତେଣୁ ଏଠି ଡହ ଡହ ଖରାରେ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଯେଉଁଥିପାଇଁ ଆଜି ପିତିରି ପଞ୍ଚାୟତର ଗୋପାଳ ଭାଇଙ୍କ ତରଫରୁ ପାନୀୟ ଜଳ ବ୍ୟବସ୍ଥା ପିତିରି ମୁଖ୍ୟ ରାସ୍ତାରେ କରାଯାଇଛି। ଏହା ଖରାଦିନ ଥିବା ପର୍ଯ୍ୟନ୍ତ ଚାଲିବ। ଆସନ୍ତୁ ଦେଖିବା ଏହି ଭିଜୁଆଲକୁ କେମିତି ସମସ୍ତ ଯୁବଗୋଷ୍ଠୀମାନେ ପାନୀୟ ଜଳ ଯୋଗାଣରେ ଲାଗି ପଡ଼ିଛନ୍ତି। ଢେଙ୍କାନାଳରୁ ଦେବାଶିଷ ସାହୁଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।